ଶ୍ରୋତାବନ୍ଧୁ ଏବେ ଖିଆଲି ଫଗୁଣର ବାସନ୍ତିକ ମୃଦୁମନ୍ଦ ହିଲ୍ଲୋଳ ଆପଣମାନଙ୍କୁ ମତୁଆଲା କରୁଥିବ ନିଶ୍ଚୟ। ଏବେ ଏବେ ପାହାନ୍ତି ପ୍ରହରରେ ଆମ୍ବ ଗଛର କିଛି ଝଡ଼ା ବଉଳ ଝୁଲନ୍ତା କଷି ଆମ୍ବ ଲେନ୍ଥିର ଆସର ଚାଲିଛି। ଖୁବ୍ ଦୂରରୁ ପଳାଶର ରକ୍ତିମ ଆହ୍ୱାନ, ଯାହାକି ପ୍ରେମର ଆବେଗର ଉଚ୍ଛ୍ୱାସର। ମନ ଆତ୍ମା ଉପରେ ବହୁ ପ୍ରଭାବୀ ଋତୁରାଜ ବସନ୍ତ ଯେ ଏକକ ଆଧିପତ୍ୟ ବିସ୍ତାର କରିଛନ୍ତି ଏଥିରେ ସନ୍ଦେହ ନାହିଁ। ଏଇ କେତେଦିନ ହେବ ଦୂରରୁ ଭାସି ଆସୁଛି ଗୋପାଳମାନଙ୍କ ଲଉଡ଼ି ଖେଳର ଝଙ୍କାର, ଦୋଳ ବିମାନରେ ଝାଞ୍ଜ ଖୋଳ ଗିନି ଘଣ୍ଟର ମୂର୍ଚ୍ଛନା ଭିତରେ ବ୍ରଜେଶ୍ୱରଙ୍କର ଭୋଗଖିଆ ଦୃଶ୍ୟ। କୋଇଲିର କୂଜନ ସାଙ୍ଗକୁ ସାୟାହ୍ନରେ ଏକ ପ୍ରକାର ଅଦ୍ଭୁତ ରୋମାଞ୍ଚ ଆମେ ଅନୁଭବ କରୁଛେ। ଏମିତି ଏକ ସନ୍ଧି କ୍ଷଣରେ ହୋଲିକା ଦହନ ପରେ ସପ୍ତରଙ୍ଗୀ ଫଗୁ ଖେଳରେ ବର୍ଣ୍ଣାଢ୍ୟ ପରିବେଶରେ ଆପଣମାନଙ୍କୁ ମୁଁ ଆଜି ଆଣିଦେଇଛି ପ୍ରବାସୀ କବି ସତ୍ୟ ପଟ୍ଟନାୟକଙ୍କ ଏହି ଫାଲ୍ଗୁନକୁ ନେଇ ସ୍ମୃତି ବିଭୋର କରିଥିବା କିଛି କବିତା। ଶ୍ରୋତାବନ୍ଧୁ, କବିଟେ ଦୃଶ୍ୟାତୀତ ଦର୍ଶନ କରିପାରେ, ତେଣୁ ସେ ଭିଜନାରୀ। କବି ବ୍ଲେକ୍ କହିଥିଲେ, କବି ନିଜେ ଯେଉଁ ଦୃଶ୍ୟ ଦେଖନ୍ତି ତାହା ଚକ୍ଷୁ ଦ୍ୱାରା ନୁହେଁ, ବରଂ ଚକ୍ଷୁ ମଧ୍ୟ ଦେଇ ଦେଖନ୍ତି। ଅର୍ଥାତ୍ ଚକ୍ଷୁ ତାଙ୍କ ପାଇଁ ଏକ ବାତାୟନର କାର୍ଯ୍ୟ କରେ। ଯାହା ସେ ଦେଖନ୍ତି ନିଜ କଳ୍ପନା ଶକ୍ତି ବଳରେ ଦେଖନ୍ତି, ତାହା ପୁଣି ଏକ ଅଦୃଶ୍ୟ ଦୃଶ୍ୟ। ସତ୍ୟ ପଟ୍ଟନାୟକ ଜଣେ ସୌନ୍ଦର୍ଯ୍ୟଗ୍ରାହୀ କଳ୍ପନା ପ୍ରବଣ ରୋମାଣ୍ଟିକ କବି। ତାଙ୍କ କବିତା ଖୁବ୍ ସୁନ୍ଦର, ଯାହାକି ପ୍ରବାସରେ ଥାଇ ମଧ୍ୟ ସେ ଅନୁଭବ କରିପାରୁଛନ୍ତି ବସନ୍ତ ଆସିଛି ବୋଧେ। କବିତାର ଶୀର୍ଷକ ବସନ୍ତ ଆସିଛି ବୋଧେ, କବି ସତ୍ୟ ପଟ୍ଟନାୟକ। ପବନରେ ଆଜି ଇଏ କି ମତୁଆଲା ମହକ, ଇଏ ଆମ୍ବ ବଉଳର ଅତର ନା ପ୍ରିୟତମାର ପତର। ପବନରେ ଆଜି ଇଏ କି ମତୁଆଲା ମହକ, ଇଏ ଆମ୍ବ ବଉଳର ଅତର ନା ପ୍ରିୟତମାର ପତର। ଅହେତୁକ ଶିହରଣ ଖେଳିଯାଏ ସ୍ନାୟୁରେ ସ୍ନାୟୁରେ, ଲାଗୁଛି କୋଇଲି କଣ୍ଠରେ କୁହୁକର ସ୍ପର୍ଶ ଦେଇ ବସନ୍ତ ଆସିଛି ଏଠି ପଳାଶର ରଙ୍ଗୀନ ଓଠରେ। ଚାରିପଟେ କୋଳାହଳ, ଗାଁ ଦାଣ୍ଡେ ପିଲାମାନେ ଖେଳୁଛନ୍ତି ହୋଇ ଦଳ ଦଳ। ଚାରିପଟେ କୋଳାହଳ, ଗାଁ ଦାଣ୍ଡେ ପିଲାମାନେ ଖେଳୁଛନ୍ତି ହୋଇ ଦଳ ଦଳ। ଗାଁ ମୁଣ୍ଡ ଘରଟିର ନୁଆଁଣିଆ ଚାଳ କବାଟରେ ପଡ଼େ ନାହିଁ ତାଲା, ଲାଗୁଛି ବସନ୍ତ ଆସିଛି ବୋଲି ଦୁଆରଟା ଅହରହ ମେଲା। କୋଠାଘର ଛାତ ପରେ ଯେତେବେଳେ ବସନ୍ତ ସବାର ହୁଏ ପିଲାଙ୍କ ଗୁଡ଼ିରେ, କୋଠାଘର ଛାତ ପରେ ଯେତେବେଳେ ବସନ୍ତ ସବାର ହୁଏ ପିଲାଙ୍କ ଗୁଡ଼ିରେ, ଗରିବର ଝିଅ ଆସେ ଡେଇଁ ଡେଇଁ ବସନ୍ତକୁ ବାନ୍ଧି ତାର ନାଲି ରିବନରେ। ଆଉ ତ ଦେଖାଯାଉନି କାଁ ଭାଁ ବରଫର ଦାଗ, ଆଉ ତ ଦେଖାଯାଉନି କାଁ ଭାଁ ବରଫର ଦାଗ। ଘାସମାନେ ପାଇଲେଣି ହଜିଥିବା ତାଙ୍କ ନୀଳ ରଙ୍ଗ। ବଗିଚାରେ ମୁରୁକିଛି ନବନୀତା ଟ୍ୟୁଲିପର କଢ଼। ଭଅଁର ଆସିବ ବୋଲି, ଭଅଁର ଆସିବ ବୋଲି ତା ଆଖିରେ ସ୍ୱପ୍ନ କୁଢ଼ କୁଢ଼। ଗୋଟେ ଅଧେ ଚଢ଼େଇ ବି ଅଗଣାରେ ବସିଲେଣି। ଗଛ ସବୁ ପାଇଲେଣି ତାଙ୍କ ଝଡ଼ାପତ୍ର। ବସନ୍ତ ଆସିଛି ବୋଧେ, ବସନ୍ତ ଆସିଛି ବୋଧେ। ସବୁଜ ସବୁଜ ଦିଶେ ଚାରିପାଖ, ତମେ ଦିଶ ସପ୍ତରଙ୍ଗୀ ମୁରୁଜର ଚିତ୍ର। ବସନ୍ତ ଆସିଛି ବୋଧେ, ସବୁଜ ସବୁଜ ଦିଶେ ଚାରିପାଖ, ତମେ ଦିଶ ସପ୍ତରଙ୍ଗୀ ମୁରୁଜର ଚିତ୍ର। ଶ୍ରୋତାବନ୍ଧୁ, ମଣିଷ ଯେତେବେଳେ ଅନେକ ଦୁର୍ବିସହ ସ୍ଥିତି, ଅନତିକ୍ରମଣୀୟ ଦାୟିତ୍ୱବୋଧ ଓ ସୀମାବଦ୍ଧ ଜୀବନ ଭିତରେ ଯୁଝୁଥାଏ, କେମିତି ଅବା ସେ ଫାଲ୍ଗୁନର ଆହ୍ୱାନକୁ ଆଲିଙ୍ଗନ କରିପାରିବ? ତେଣୁ ପ୍ରବାସୀ କବି ସତ୍ୟ ପଟ୍ଟନାୟକଙ୍କର କଟାକ୍ଷ, ମତେ ଫଗୁଣ ମାଗୁଛ। କବିତାର ଶୀର୍ଷକ ମତେ ଫଗୁଣ ମାଗୁଛ।
କବି ସତ୍ୟ ପଟ୍ଟନାୟକ। କବିତା ଏମିତି। ମୁଠା ମୁଠା ଅବିରର ଇନ୍ଦ୍ରଧନୁ ଦେହରେ ବୋଳିଚ, ମୁଠା ମୁଠା ଅବିରର ଇନ୍ଦ୍ରଧନୁ ଦେହରେ ବୋଳିଛ, ଅଧରରେ ପଳାଶର ରଙ୍ଗ ଝରା ହସ, ମନରେ କୃଷ୍ଣଚୂଡ଼ାର କାଉଁରୀ ପରଶ, ଶାଢ଼ୀ ସାରା ଆମ୍ବ ବଉଳର ଅତର ମାଖିଛ, ମତେ ଫଗୁଣ ମାଗୁଛ। ମୁଠା ମୁଠା ଅବିରର ଇନ୍ଦ୍ରଧନୁ ଦେହରେ ବୋଳିଛ, ଅଧରରେ ପଳାଶର ରଙ୍ଗ ଝରା ହସ, ମନରେ କୃଷ୍ଣଚୂଡ଼ାର କାଉଁରୀ ପରଶ, ଶାଢ଼ୀ ସାରା ଆମ୍ବ ବଉଳର ଅତର ମାଖିଛ, ମତେ ଫଗୁଣ ମାଗୁଛ। ପ୍ରବାସରେ ଫଗୁଣ ଯେ ତୁମ ଗାଁ ବୈଶାଖଠୁ ଆହୁରି ଗଞ୍ଜଣା ଦିଏ, ପ୍ରବାସରେ ଫଗୁଣ ଯେ ତୁମ ଗାଁ ବୈଶାଖଠୁ ଆହୁରି ଗଞ୍ଜଣା ଦିଏ, ନିଶ୍ୱାସର ନିଆଁରେ ତା ଦେହ ମନ ଜଳିଯାଏ, ତମେ ସେଠି ବସି ବସି ବସନ୍ତର ପ୍ରୀତିରେ ଭିଜୁଛ, ଯା ମତେ ଫଗୁଣ ମାଗୁଛ। ତମେ ସେଠି ବସି ବସି ବସନ୍ତର ପ୍ରୀତିରେ ଭିଜୁଛ, ଯା ମତେ ଫଗୁଣ ମାଗୁଛ। ଶେଷରେ ବସନ୍ତ କବି ସତ୍ୟ ପଟ୍ଟନାୟକଙ୍କ ପାଇଁ ଅନେକ ନିର୍ମୋହ ଭିତରେ ଏକ ମୁଗ୍ଧ ଅନୁଭବ, ଅନେକ ନିର୍ମୋହ ଭିତରେ ପୁଣି ମୋହ, ଅନାସକ୍ତି ଭିତରେ ଆସକ୍ତି ଏବଂ ବେଳେବେଳେ ଅଭିମାନରେ ସେ କ୍ଷୁବ୍ଧ ହୁଅନ୍ତି, ପୁଣି ଦୁଃଖୀ ମଧ୍ୟ। ସେ ପ୍ରେମରେ ପଡ଼ନ୍ତି ଏବଂ ନିଜକୁ ନିଜେ କହନ୍ତି, ଏକେ ତ ପ୍ରବାସୀ, ଦ୍ୱିତୀୟରେ କବି। ତେଣୁ ତାଙ୍କର ମୁଗ୍ଧ ଅନୁଭବକୁ ନେଇକି ଆଉ ଏକ କବିତା, କବିତାର ଶୀର୍ଷକ ମୁଗ୍ଧ ଅନୁଭବ। କବି ସତ୍ୟ ପଟ୍ଟନାୟକ। ତୁମକୁ ପାଖକୁ ଡାକିଲି, କହିଲି ଆସ ଉଡ଼ନ୍ତା ବାଦଲ ଆଣି ତୁମ ବେଣୀ ବାନ୍ଧିଦେବି। ତୁମକୁ ପାଖକୁ ଡାକିଲି, କହିଲି ଆସ ଉଡ଼ନ୍ତା ବାଦଲ ଆଣି ତୁମ ବେଣୀ ବାନ୍ଧିଦେବି। କହିଲ ଥାଉ, ବେଣୀ ଓଦା ହୋଇଯିବ, ମୋ ଆଖି କାଳେ ତାଠୁ ଗହଳ। କହିଲି ଆସ, ଫୁଟନ୍ତା ପଳାଶଠୁ ରଙ୍ଗ ପୋଛି ତୁମ ଓଠ ରଙ୍ଗେଇବି। କହିଲ ଥାଉ, ଓଠ କଳା ପଡ଼ିଯିବ, ମୋ ମନର ରଙ୍ଗ କାଳେ ଆହୁରି ଗାଢ଼ା। କହିଲି ଆସ, ମଞ୍ଜୁଆତି ପତ୍ରର ଲାଲିରେ ତୁମ ପାଦେ ଅଳତା ଲେଖିବି। କହିଲ ଥାଉ, ପାଦ ରକ୍ତାକ୍ତ ଲାଗିବ, ମୋ ପ୍ରୀତି ରଙ୍ଗ କାଳେ ତାଠୁ ବି ଲାଲ। କହିଲି ଆସ, ବୈଶାଖରୁ ତାତି ଆଣି ତୁମ ଦେହେ ଉଷ୍ମତା ଭରିବି। କହିଲ ନା, ଦେହ ଜଳିଯିବ, ମୋ ପ୍ରେମ କାଳେ ତାଠୁ ବି ଉଷ୍ମ। କହିଲି ଆସ, ଜହ୍ନରୁ ଶୀତଳତା ଆଣି ତୁମ ଆଖିରେ ଅଞ୍ଜନ ଲେପିବି। କହିଲ ଥାଉ, ଆଖି ଅନ୍ଧ ହୋଇଯିବ, ମୋ ସ୍ୱପ୍ନ କାଳେ ଆହୁରି ଶୀତଳ। ଆଉ କିଛି କହିବା ଆଗରୁ ମୁରୁକି ହସିଲ, କହିଲ ଯାମ, ଏକେ ତ ପ୍ରବାସୀ, ଦ୍ୱିତୀୟରେ ଇଏ ଯେତେ କବିତାର ଭାଷା, ମୋର କିଛି ବୋଲେ କିଛି ନାହିଁ ଲୋଡ଼ା। ଆଉ କିଛି କହିବା ପୂର୍ବରୁ ମୁରୁକି ହସିଲ, କହିଲ ଯାମ, ଏକେ ତ ପ୍ରବାସୀ, ଦ୍ୱିତୀୟରେ ଇଏ ଯେତେ କବିତାର ଭାଷା, ମୋର କିଛି ବୋଲେ କିଛି ନାହିଁ ଲୋଡ଼ା। ସେ ସବୁ କ'ଣ ଯେ ହେବ, ଯାହା ମୁଁ ଚାହୁଁଛି ଖାଲି ତୁମର ସେ ମୁଗ୍ଧ ଅନୁଭବ। ସେ ସବୁ କ'ଣ ଯେ ହେବ, ଯାହା ମୁଁ ଚାହୁଁଛି ଖାଲି ତୁମର ସେ ମୁଗ୍ଧ ଅନୁଭବ। ଶ୍ରୋତାବନ୍ଧୁ, ଆମେ ଶୁଣୁଛେ ପ୍ରବାସୀ କବି ସତ୍ୟ ପଟ୍ଟନାୟକଙ୍କୁ, ଯିଏକି ବସନ୍ତ ପାଇଁ ଅନେକ ଆନ୍ତରିକତା ରଖନ୍ତି, ଆଗ୍ରହ ରଖନ୍ତି, ପ୍ରବାସରେ ଥାଇ ବସନ୍ତ ପାଇଁ ଗୁମୁରନ୍ତି। ତାଙ୍କର ଏହି ଶେଷ କବିତା, ଯାହାର ଶୀର୍ଷକ ହେଉଛି ବସନ୍ତ, କବି ସତ୍ୟ ପଟ୍ଟନାୟକ। ଶାଢ଼ୀରେ ଆମ୍ବ ବଉଳର ଅତର ମାଖି ମୋ କୋଠରୀ ପାଖ ଦେଇ ଯାଉଥିଲା ବେଳେ ଝିଅଟି, ଶାଢ଼ୀରେ ଆମ୍ବ ବଉଳର ଅତର ମାଖି ମୋ କୋଠରୀ ପାଖ ଦେଇ ଯାଉଥିଲା ବେଳେ ଝିଅଟି, ଶିହରି ଉଠନ୍ତି ମୋ ଭିତରେ ପ୍ରତ୍ୟେକ ମଣିଷ। ଏବଂ ଚିଠିର ଠିକଣା ଲେଖା ନ ସରୁଣୁ ସେ ବଦଳାଇ ଦିଏ ତା ଘରର ଠିକଣା, ତଥାପି ସେ ମୋର ଏକାନ୍ତ ଆପଣା।
ଶାଢ଼ୀରେ ଆମ୍ବ ବଉଳର ଅତର ମାଖି ମୋ କୋଠରୀ ପାଖ ଦେଇ ଯାଉଥିଲା ବେଳେ ଝିଅଟି ଶିହରି ଉଠନ୍ତି ମୋ ଭିତରେ ପ୍ରତ୍ୟେକ ମଣିଷ ଏବଂ ଚିଠିର ଠିକଣା ଲେଖା ନ ସରୁଣୁ ସେ ବଦଳାଇ ଦିଏ ତା ଘରର ଠିକଣା, ତଥାପି ସେ ମୋର ଏକାନ୍ତ ଆପଣା। ଶ୍ରୋତାବନ୍ଧୁ, ଆମେ ଶୁଣୁଥିଲେ ପ୍ରବାସୀ କବି ଗୀତିକବି ସତ୍ୟ ପଟ୍ଟନାୟକଙ୍କୁ, ଯାହାଙ୍କର ଆଜିର କବିତା ସବୁ ଏଇ ଫାଲ୍ଗୁନ ବସନ୍ତ ଉପରେ ଆଧାରିତ। ମୋର ଏଇଠି ମନେ ପଡ଼ନ୍ତି ବିଶିଷ୍ଟ ପ୍ରୟୋଗବାଦୀ କବି ସଚ୍ଚି ରାଉତରାୟ। ତାଙ୍କର ସେଇ ରୋମାଣ୍ଟିକ କବିତା ବସନ୍ତର ନିଚ୍ଛକ ଜିଲ୍ଲାରେ ଯେଉଁଠି ସେ ଗୁଣୁଗୁଣେଇଥିଲେ, ବସନ୍ତ ଆସେ ଯେ ଠେଲି ଧକ୍କା ଖାଇ କୁକୁଡ଼ାର ଦିହେ, ବସନ୍ତ ଆସେ ଯେ ଠେଲି ଧକ୍କା ଖାଇ କୁକୁଡ଼ାର ଦିହେ, ଭାଙ୍ଗି ବହୁ ମହୁର ସୋରେଇ ମାଟିରେ ଗଡ଼ାଇ ଅବା ଫୁଲବଣ ସଞ୍ଜେ। ଶ୍ରୋତାବନ୍ଧୁ, ପବିତ୍ର ହୋଲିର ଆପଣମାନଙ୍କୁ ଅନେକ ଅନେକ ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ। ଆଜିର ଏହି ଅଡ଼ିଓଟି କେମିତି ଲାଗିଲା ଆପଣମାନଙ୍କର ମତାମତ ଅପେକ୍ଷାରେ ରହୁଛି। ଧନ୍ୟବାଦ।